ଏହି ପକ୍ଷୀର ଅଣ୍ଡା ବନାଇଦେବ କୋଟିପତି, କରିଦିଅନ୍ତୁ ଏହି ତାନ୍ତ୍ରିକ ପ୍ରୟୋଗ। କାଉ ଏକ ଏପରି ପକ୍ଷୀ ଅଟେ ଯାହାକୁ ଲୋକେ ଅସୁନ୍ଦର ମାନିବା ସହିତ ଅଶୁଭ ଭାବରେ ମଧ୍ୟ ବିବେଚନା କରନ୍ତି, କିନ୍ତୁ ବାସ୍ତବରେ କାଉ ଖୁବ୍ ଚତୁର ପକ୍ଷୀ ଅଟେ, ଯାହାକି ପରିବେଶକୁ ପରିଷ୍କାର ଏବଂ ପରିବେଶର ବାତାବରଣ ସହିତ ନିଜକୁ ସନ୍ତୁଳିତ ରଖିଥାଏ। ଏହି ପକ୍ଷୀ ଆଣ୍ଟାର୍କଟିକା ଛଡ଼ା ଅନ୍ୟ ସବୁ ସ୍ଥାନରେ ଦେଖାଯାଇଥାଏ। ଶାସ୍ତ୍ରରେ ଏହି ପକ୍ଷୀ ରାଗିଲେ ଘରକୁ ଅତିଥି ଆଗମନ ଏବଂ ପିତୃଙ୍କ ଶ୍ରାଦ୍ଧ ସମୟରେ ଅଧିକ ମହତ୍ତ୍ୱ ଦିଆଯାଏ। କାଉ ଶନି ଏବଂ ପୂର୍ବଜଙ୍କ ପ୍ରତୀକ ମାନା ଯାଉଥିବା ସହିତ ଏହା ଶନିଙ୍କ ବାହନ ମଧ୍ୟ ହୋଇଥାଏ। ଶନିଙ୍କ ପ୍ରକୋପ ଥିଲେ ଭୁଲରେ ବି କାଉକୁ ମାରନ୍ତୁ ନାହିଁ କିମ୍ବା କୌଣସି ପ୍ରକାରର ଅତ୍ୟାଚାର ମଧ୍ୟ କରନ୍ତୁ ନାହିଁ, ନଚେତ୍ ଶନିଦେବଙ୍କ ପ୍ରକୋପ ଆପଣଙ୍କ ଉପରେ ପଡ଼ିବ। ଘର ଅଗଣାରେ ଥିବା ପାଣି ପାତ୍ର ଉପରେ ହଠାତ୍ କାଉ ଆସି ବସିଲେ ତାହା ଧନ ଆଗମନର ସଂକେତ ହୋଇଥାଏ ଏବଂ ପରିବାରରେ ସମୃଦ୍ଧି ଆସିଥାଏ। କାଉ ଗୋଟିଏ ଅଣ୍ଡା ଦେଲେ ତାହା ଶୁଭ ଅର୍ଥାତ୍ ଭଲ ବର୍ଷା ହେବ ବୋଲି କୁହାଯାଉଥିବା ବେଳେ ଦୁଇଟି ଅଣ୍ଡା ଦେଲେ କର୍ମ ବର୍ଷା ଏବଂ ଅଶୁଭ ମାନା ଯାଇଥାଏ। ତିନୋଟି ଅଣ୍ଡାକୁ ବାୟୁ ମାନାଯାଏ ଏବଂ ଏହି କାରଣରୁ ପଶୁପକ୍ଷୀ କ୍ଷେତକୁ ନଷ୍ଟ କରିଦିଅନ୍ତି ବୋଲି କୁହାଯାଏ। କାଉ ଚାରୋଟି ଅଣ୍ଡା ଦେଲେ ତାକୁ ଇନ୍ଦ୍ର ମାନାଯାଏ। ଆଜିକାର ଏହି ଭିଡିଓରେ ଆମେ କାଉର ଅଣ୍ଡା ଏବଂ ବସା ଯାହା ଆପଣଙ୍କ ଜୀବନର ଦିଗ ଏବଂ ମଧ୍ୟ ବଦଳାଇ ଦେବ ସେହି ବିଷୟରେ କହିବୁ। କାଉ ପାଖରେ ପ୍ରାକୃତିକ ଶକ୍ତି ରହିଛି, ତେଣୁ ଯଦି ଆପଣ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ଏବଂ ଆର୍ଥିକ ଲାଭ ଚାହୁଁଛନ୍ତି, ତେବେ କୌଣସି ସ୍ଥାନରେ କାଉ ମାଟି ଖୋଳୁଥିବାର ଦେଖିଲେ ସେହି ମାଟିରୁ ଅଳ୍ପ ଆଣି ଏକ ସ୍ୱଚ୍ଛ କଳା କପଡ଼ାରେ ବାନ୍ଧି ଘରର ଧନ ରଖାଯାଉଥିବା ସ୍ଥାନ କିମ୍ବା ସିନ୍ଦୁକରେ ରଖି ଦିଅନ୍ତୁ। ଏହା ଦ୍ୱାରା ଧନରେ କୌଣସି ଅଭାବ ହେବ ନାହିଁ ଏବଂ ପ୍ରାପ୍ତି ମଧ୍ୟ ହେବ। କାଉ ବସା ଘରର ଆଖପାଖରେ ଥିଲେ ଘରକୁ ନେଇ ଆସନ୍ତୁ, ସେଥିରେ କର୍ପୂର ଦେଇ ଜାଳି ଦିଅନ୍ତୁ ଏବଂ ତାର ପାଉଁଶକୁ ଘରର ସବୁ କୋଣରେ ଛିଞ୍ଚି ଦିଅନ୍ତୁ। ଦେଖିବେ ହଠାତ୍ ଶୁଭ ସମାଚାର ମିଳିବା ଆରମ୍ଭ ହୋଇଯିବ। ଯେଉଁ ବସାରେ କାଉର ଛୁଆ ଥିବେ ତାକୁ ଆଣିବେ ନାହିଁ। ଯେଉଁଠି କାଉ ରହୁନଥିବ ତାକୁ ରବିବାର କିମ୍ବା ବୁଧବାର ଦିନ ଅନ୍ଧକାର ରାତିରେ ନିର୍ବସ୍ତ୍ର ହୋଇ ଘରକୁ ଆଣି ଟେରିସରେ ରଖି ଦିଅନ୍ତୁ। ଏହାପରେ ଏକ କପଡ଼ା ଉପରେ ଅଣ୍ଡା ଖୋଳ, ଦୁଇଟି ଲବଙ୍ଗ, କର୍ପୂର, ଗୋଟିଏ ଲେମ୍ବୁ ନେଇ ଏକ ପୁଟୁଳି ବନାଇ ଘରେ ଧନ ରଖା ଯାଉଥିବା ସ୍ଥାନରେ ରଖିଦିଅନ୍ତୁ, କିନ୍ତୁ ତାହା ଉପରେ କାହାରି ନଜର ନ ପଡ଼ିବା ଉଚିତ, ଯାହାଦ୍ୱାରା ଘରକୁ ସମ୍ପନ୍ନତା ଆସିବ ଏବଂ ଘରେ କୌଣସି ପ୍ରକାରର ଅଭାବ ହେବ ନାହିଁ।
বন্ধুগণ যদি ভিডিওটি ভাল লাগিথায় তাহলে সবস্ক্রাইব করিବାକୁ ଜମାରୁ ଭୁଲିବେନି। हाँ बेल आइकन ऑल रे प्रेस करे देबे कारण आमे छाड़ देबा वीडियो आपण पाखरे प्रथमे पहुंची।